ନା ନା ଏଇଟା ସମ୍पूर्ण ମିଛ କଥା। କାରଣ ଆମେ ମାନେ BSK କାର୍ଡ଼ରେ ଲୋକମାନଙ୍କୁ ଏପର୍ଯ୍ୟନ୍ତ ବି ସେବା ଦେଇ ଆସିଛୁ, ଦେଉଛୁ ମଧ୍ୟ। ଆଜି ବି ଆମେ ଆଜି ବି କିଛି BSK ପେସେଣ୍ଟ ଆଜି ବି ଆମର ଆଡ଼ମିସନ୍ ହେଇଛନ୍ତି, ଗଲା କାଲି ବି ଅପରେସନ୍ ହେଇଛନ୍ତି। କଣ୍ଟିନ୍ୟୁଅସଲି ଚାଲିଛି ସେମିତିକା ମାନେ ଏଇଟା କହିବାକୁ ପଡ଼ିବ ଯେ ଆମେ ସେମିତିକା କୌଣସି ଗୋଟିଏ ଦିନ ବି ବନ୍ଦ କରିନାହୁଁ। ଆଉ ଯେତେ ପର୍ଯ୍ୟନ୍ତ ଦେଖନ୍ତୁ ଆମେ ସରକାରଙ୍କ ସହିତ MOU କରିଛୁ, ତେଣୁ ଯେହେତୁ ସରକାରଙ୍କ ସହିତ ଆମର MOU ସ୍ୱାକ୍ଷର ହେଇଛି, କୌଣସି ପାର୍ଟି ସହିତ ଲିଷ୍ଟ କନସର୍ନ। ତେଣୁ ଆଜି ଠିକ୍ ଅଛି, ଯେତେବେଳେ ନବୀନ ପଟ୍ଟନାୟକଙ୍କ ତାଙ୍କ ସରକାର ଥିଲା ସେତେବେଳେ ସୁନ୍ଦର ଆପଣଙ୍କର ଯେଉଁ ପ୍ରୋଜେକ୍ଟ ଆଣିଥିଲେ, ଯାହା ହଉ ସେଟା ମୋତେ ଦ୍ୟାଟ୍ ଇଜ୍ ଇନ୍ ଫୋର୍ସ। ଯେତେ ପର୍ଯ୍ୟନ୍ତ ସରକାରଙ୍କ ପାଖରୁ କୌଣସି ଆଉ ସେଭଳି କିଛି ମୋଡ଼ିଫିକେସନ୍ କିଛି ହେଇନାହିଁ, ତା ଉପରେ ବା କିଛି ଚେଞ୍ଜ ହେଇନାହିଁ, ଆମେ କାହିଁ ସେମିତି ତାକୁ ବନ୍ଦ କରିବାକୁ ଯିବା। ଯେଉଁଟା ଆମେ ଗୋଟେ ଦେଖନ୍ତୁ, ଗୋଟେ ସରକାରଙ୍କ ସଂସ୍ଥା, ସରକାରଙ୍କର ରେଜିଷ୍ଟ୍ରିଭୁକ୍ତ ସଂସ୍ଥା ଆମେ ସବୁ। ତେଣୁ କହିବାକୁ ଗଲେ ଗୋଟେ ଗୋଟେ ସରକାରଙ୍କର ଗୋଟେ ସଂସ୍ଥା। ତେଣୁ ଆମେ ସେମିତିକା ବେନିୟମ କାମ କେମିତି କରିବାକୁ ଯିବୁ? ନାଇଁ କିଛି ଆସିନାହିଁ ଆଜ୍ଞା, ଏପର୍ଯ୍ୟନ୍ତ କିଛି ଆସିନାହିଁ। ଆମେ କାହିଁ ମିଛ କହିବୁ, ସେମିତି କିଛି ଆସିନାହିଁ। ଆଉ ତେଣୁ ସରକାର ପେସେଣ୍ଟମାନେ ଆସୁଛନ୍ତି, ଆମେ କାହାକୁ ଫେରଉନାହୁଁ। ପେସେଣ୍ଟମାନେ ଆସିଲେ ଆମେ ତାକୁ ମଧ୍ୟ କହୁଛୁ ନା ଆପଣମାନେ ଆସନ୍ତୁ, ଆପଣ ଯେଉଁ ଟ୍ରିଟମେଣ୍ଟ ହୁଅନ୍ତୁ। ଯଦି ଆମକୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟୀକରଣ ଆସିନାହିଁ ସରକାରଙ୍କ ପାଖରୁ, ଯେତେ ପର୍ଯ୍ୟନ୍ତ କିଛି ନ ଆସିଛି ଆମେ ଆଗେ କଣ୍ଟିନ୍ୟୁ କରିବା ସର୍ଭିସ୍ ଦେବାରେ କିଛି ଅସୁବିଧା ନାହିଁ। সেটা সম্পূর্ণ গুজব ଅଛି, কিন্তু ମୋ ମାଆକୁ କାଲି ମୁଁ ଆଡ଼ମିସନ୍ କରିଛି, ସେଇ କାର୍ଡ଼ ବେସିସ୍ରେ ମୁଁ ଆଡ଼ମିସନ୍ କରିଛି। ମୋ ମାଆକୁ ଅଲରେଡ଼ି ସେ ଅପରେସନ୍ ହେଇସାରିଛି ଅଲରେଡ଼ି। BSK ନା ଏକଦମ ଓକେ ଅଛି, କୌଣସି ପ୍ରୋବ୍ଲେମ୍ ନାହିଁ। ସେଟା ଯେଉଁ ଗୁଜବ ଉଠିଛି ସେଟା ସମ୍ପୂର୍ଣ୍ଣ ମିଥ୍ୟା।